ରୋଷେଇ କରିବାକୁ ଇଚ୍ଛା ନଥିଲେ ବି ରୋଷେଇ କରିବା ପାଇଁ ପଡ଼ିବ। ଯେହେତୁ ଆଜି ହେଉଛି ବୁଧବାର ହଜବେଣ୍ଡ ନେଇ ଆସିଥିଲେ ମାଛ। ଏବେ ଦେଖିପାରୁଥିବେ ମାଛ ତରକାରୀ ଆଉ ଭାତ ମୁଁ ବନେଇଦେବି। ଏବେ ମୁଁ କାଲି ରାତିରେ କିଛି ଡ୍ରାଏ ଫ୍ରୁଟ୍ସ ଭିଜେଇକି ରଖିଦେଇଥିଲି। ଡ୍ରାଏ ଫ୍ରୁଟ୍ସର ସେକ୍ ବନେଇକି ଆଣି ମୋ ପୁଅକୁ ଦେଇଦେଇଥିଲି। ମୋ ପୁଅ ପିଇ କହିଲା ବହୁତ ବଢ଼ିଆ ଲାଗୁଛି। ତାପରେ ମୁଁ ମାଛ ଭାଜି ଦେଇ ସାରିଲା ପରେ ଏବେ ମାଛ ତରକାରୀ ବି ବନେଇ ଦେଇଥିଲି। ଭାତ ବି ରେଡ଼ି ହେଇଯାଇଥିଲା। ତାପରେ ମୁଁ ଗୋଟେ ଡିଟକ୍ସ ୱାଟର ବନେଇକି ରଖୁଛି, ଏବେ ସବୁଦିନ ପିଉଛି। ଆପଣମାନେ ଯଦି ୟାର ଫୁଲ୍ ଭିଡ଼ିଓ ଚାହିଁବେ ତାହେଲେ ମୁଁ ଆପଣମାନଙ୍କୁ ଦେଇଦେବି, ମୋତେ କମେଣ୍ଟ କରିକି ଜଣେଇବେ। ତାପରେ ରୋଷେଇ ସରିଲା ପରେ କିଚେନ୍ କ୍ଲିନ୍ ହେଉ ନିହାତି ଦରକାର। କିଚେନ୍ କ୍ଲିନ୍ ରହିଲେ ଘର ପରିବେଶ କ୍ଲିନ୍ ରହିବ। ଆଉ କିଚେନ୍କୁ ଯେତେବେଳେ ଆପଣମାନେ ଆସିବେ ତାହେଲେ ଫ୍ରେଶ୍ ଲାଗିବ। ଏବେ କିଚେନ୍ କ୍ଲିନ୍ କରିସାରିଲା ପରେ ଗ୍ୟାସ୍ ସବୁ କାଢ଼ିକି ତାର ସବୁ ସେଟ୍ ସବୁ ଧୁଆଧୁଇ କରିଦେଲି। ଗ୍ୟାସ୍ ଭଲ ଭାବରେ ପୋଛାପୋଛି କରିଦେଇକି ସେ କପଡ଼ାଟା ଭଲ ଭାବରେ ଧୋଇକି ଏବେ ଶୁଖେଇ ଦେଇଥିଲି। ପ୍ଲିଜ୍ କପଡ଼ାଟାକୁ ଆପଣମାନେ ଇଗ୍ନୋର କରିବେ। ଯେହେତୁ ଏଇଟା ପୋଛାପୋଛି କରୁଛି କପଡ଼ା ଟିକେ ଅସନା ହେଇଯାଇଛି। ଏବେ କ୍ଲିନ୍ ହେଇଗଲା। ରହୁଛି, ବାଏ ବାଏ, ଜୟ ଜଗନ୍ନାଥ।